ମନେକର ମୋ ପାଖରେ ଗୋଟେ ସଂଖ୍ୟା ଅଛି ଏବଂ ମୁଁ ସେ ସଂଖ୍ୟାଟିକୁ ଲେଖୁଛି 2 3 8 7 4 5। ଏବେ ଏଇ ସଂଖ୍ୟାଟିକୁ ମୁଁ ପଢ଼ିବାକୁ ଚାହୁଁଛି। ଏ ସଂଖ୍ୟାଟିକୁ ଆମେ କେମିତି ପଢ଼ିବା? ସଂଖ୍ୟାକୁ ପଢ଼ିକି ଆମେ ଜାଣିପାରିବା କି ସଂଖ୍ୟାରେ କେତୋଟି ଶହ ଅଛି, କେତୋଟି ହଜାର ଅଛି, କେତୋଟି ଲକ୍ଷ ଅଛି ଏବଂ କେତୋଟି କୋଟି ଅଛି। ଏବେ ଦେଖ ମୁଁ ଏଠି କ'ଣ କରିଛି, ପ୍ରଥମେ 3ଟି ଗାର ଟାଣିଛି, ତାପରେ କିଛି ସ୍ଥାନ ପରେ 2ଟି ଗାର ଟାଣିଛି, ପୁଣି କିଛି ସ୍ଥାନ ପରେ 2ଟି ଗାର ଟାଣିଛି ଏବଂ ପୁଣି କିଛି ସ୍ଥାନ ପରେ 2ଟି ଗାର ଟାଣିଛି। ଏମିତି କାହିଁ କରିଛି ଦେଖ। ପ୍ରଥମେ ଏଇ 3ଟି ସ୍ଥାନ ଇଏ କାହାକୁ ଦର୍ଶାଉଛି ଦେଖ, ଶହକୁ ଦର୍ଶାଉଛି। ଏଇଟା ହେଉଛି ଶହ ସ୍ଥାନ, ତାପରେ ଏଇଟା ହେଉଛି 10 ସ୍ଥାନ ଏବଂ ଏଇଟାକୁ ହେଉଛି କ'ଣ, 1 ସ୍ଥାନ। କିନ୍ତୁ ଯଦି ମୁଁ ଗୋଟେ ସଂଖ୍ୟା ନେବି 3 6 9, ଏଠି ମୁଁ ଲେଖୁଛି 3 6 9। ଆକୁ ଆମେ ପଢ଼ୁଛେ କେମିତି? ଆମେ ଆକୁ ପଢ଼ୁଛେ କ'ଣ, 369। ଆମେ ତାକୁ ଏମିତି ପଢ଼ୁଛେ କି 300 6 10 9 1 ଏମିତି ପଢ଼ୁନେ। ସେଥିଲାଗି ଏମାନେ କ'ଣ ମିଶିକିନା ଶହକୁ ଦେଖାଉଛନ୍ତି, ମାନେ କି କେତୋଟି ଶହ ଅଛି। 369 ମାନେ 3ଟି ଶହ ଅଛି। ତାପରେ ଏଇ 2ଟି ସ୍ଥାନ 3 ଅଙ୍କ ପରେ ଯେତେବେଳେ 4 ଅଙ୍କ ଏବଂ 5 ଅଙ୍କ ଆସିଯିବେ, ସେମାନେ କାହାକୁ ଦେଖେଇବେ? ସେମାନେ ହଜାରକୁ ଦେଖେଇବେ, ମାନେ କି ସେ ସଂଖ୍ୟାରେ କେତୋଟି ହଜାର ଅଛି ତୁମେ ଜାଣିପାରିବ। ତାପରେ ଯେତେବେଳେ 5 ଅଙ୍କ ପରେ ଆସିବ କ'ଣ, 6 ଅଙ୍କ ଏବଂ 7 ଅଙ୍କ, ସେ 2 ସ୍ଥାନ ମିଶିକି ଦେଖେଇବେ କ'ଣ, ଲକ୍ଷକୁ, ମାନେ କି ସଂଖ୍ୟାରେ ଆମେ ଜାଣିପାରିବା କେତେ ଲକ୍ଷ ଅଛି। ତାପରେ 2ଟି ଲକ୍ଷ ପରେ ଆସିବ ଯେତେବେଳେ 8 ଅଙ୍କ ବିଶିଷ୍ଟ, 8 ଅଙ୍କ 9 ଅଙ୍କ ତାପରେ 10 ଅଙ୍କ, ସେମାନେ ସବୁ କାହାକୁ ଦେଖେଇବେ? କୋଟିକୁ ଦେଖେଇବେ, ମାନେ କି ଆମେ ଜାଣିପାରିବା ସେ ସଂଖ୍ୟାରେ କେତେ କୋଟି ଅଛି। ଏବେ ଦେଖ ମୁଁ ଏଇ ସଂଖ୍ୟାକୁ ଦେଖ, ଏଇଟା ଗୋଟେ 6 ଅଙ୍କ ବିଶିଷ୍ଟ ସଂଖ୍ୟା। ପ୍ରଥମେ ଲେଖିବି ଦେଖ, ଡାହାଣ ପଟୁ ଲେଖି ଲେଖି ଯିବି। ପ୍ରଥମେ ଲେଖିବି 5, ତାପରେ ଲେଖିବି 4, ତାପରେ ଲେଖିବି 7, ତାପରେ ଲେଖିବି କ'ଣ ଆସିବ 8, ତାପରେ ଅଛି 3, ତାପରେ ଅଛି 2। ଏବେ ଆକୁ ପଢ଼ିବି କେମିତି ଦେଖ, ଲକ୍ଷ ସ୍ଥାନରେ କେତେ ଅଛି? 2 ଅଛି, ତେଣୁ ମୁଁ ଆକୁ ପଢ଼ିବି କ'ଣ, 2 ଲକ୍ଷ। ତାପରେ ଏଇ 3 8କୁ ଆମେ କେମିତି ପଢ଼ିବା? ପ୍ରଥମେ ଦେଖ ଏଇ 3ଟା ଯେଉଁ ଅଛି ସେଟା ଅଛି କ'ଣ, 10,000 ସ୍ଥାନରେ ଅଛି ଏବଂ 8ଟା 1000 ସ୍ଥାନରେ ଅଛି। ଏବେ 3ଟା 10,000 ସ୍ଥାନରେ ଅଛି, ମାନେ କେତେଟା ହେଲା? 3 ଗୁଣନ 10,000, ତା ମାନେ ହେଲା କେତେ? 30,000। ସେମିତି 1000 ସ୍ଥାନରେ 8 ଅଛି, ତା ମାନେ 8 ଗୁଣନ 1000 ହେବ କେତେ? 8,000। ଏବଂ ଏଇ ଦୁଇଟିକୁ ମିଶାଇଲେ କେତେ ହେଉଛି? 38,000। ଏବଂ ଏଇଟା ହେଉଛି କ'ଣ, 1000 ସ୍ଥାନ, ତେଣୁ ଆମେ ଏଇଟା ପଢ଼ିବା କେତେ? 38 ଅଛି, ତେଣୁ ଆମେ ପଢ଼ିବା 38,000। ତାପରେ କେତେ ଆସିଲା? ଆମେ ଆକୁ ପଢ଼ିବା 745। ଏବେ ଦେଖ ଆମେ କ'ଣ ସବୁ ସଂଖ୍ୟା ଲାଗି ମୁଁ ଏମିତି ପ୍ରଥମେ 3ଟି ଗାର ଟାଣିବି, ତାପରେ 2ଟି ଗାର ଟାଣିବି, ତାପରେ ପୁଣି 2ଟି ଗାର ଟାଣିବି ଏବଂ ଏମିତି ସଂଖ୍ୟା ଗୋଟେ ଲେଖିବି। ଇଏ ଟିକେ ଆମକୁ ଅଧିକା ସମୟ ନେବ କରିବା ଲାଗି, ତେଣୁ ଆମେ ଗୋଟେ ସହଜ ଉପାୟ ବାହାର କରିବା। ଆମେ କ'ଣ କରିବା? କମା ଦେବା। କମା ଦେବି ମାନେ କ'ଣ, ମୁଁ ଗୋଟେ ସଂଖ୍ୟା ଲେଖୁଛି ପ୍ରଥମେ। ଏବେ এইটি ମୁଁ କ'ଣ କରିବି ଦେଖ, ପ୍ରଥମେ 3ଟି ସ୍ଥାନ ପରେ ମୁଁ କ'ଣ କରିବି? ଗୋଟେ କମା ଦେବି। ଡାହାଣ ପଟୁ ଆସିଲେ 3ଟି ସ୍ଥାନ। ଏବେ ଦେଖ ପ୍ରଥମେ ମୁଁ କ'ଣ କରିବି? 3ଟି ଅଙ୍କ ପରେ କମା ଦେବି। ଏଠି 3ଟି ଆମେ ସ୍ଥାନ ନେଇଥିଲେ, ତାପରେ ଆମେ ଛାଡ଼ିଥିଲେ କ'ଣ, ଜାଗା ଛାଡ଼ିଥିଲେ। ସେମିତି ଏଠି ମୁଁ 3ଟି ଅଙ୍କ ପରେ ଗୋଟିଏ କମା ଦେବି। ତାପରେ ପୁଣି 2ଟି ଅଙ୍କ ପରେ ଗୋଟେ କମା ଦେବି ଏବଂ ତାପରେ ତ ଗୋଟିଏ ଅଙ୍କ ଅଛି। ଏବେ ଦେଖ, ଏବେ ପ୍ରଥମ 3ଟି ଇଏ ଶହକୁ ଦେଖାଉଛି, ତାପରେ 2ଟି ଏମାନେ ହଜାରକୁ ଦେଖାଉଛନ୍ତି, ତାପରେ ଇଏ ଲକ୍ଷକୁ ଦେଖାଉଛି। ତେଣୁ ଆମେ ଆକୁ ପଢ଼ିପାରିବା କ'ଣ, 4,35,224। ସେମିତି ଯଦି ମୁଁ ଆଉ ଗୋଟେ ସଂଖ୍ୟା ନେଉଛି, ବଡ଼ ସଂଖ୍ୟା 2 3 4 0 5 8 2 7। ଏବେ ଦେଖ ଏଇଟା ଗୋଟେ 8 ଅଙ୍କ ବିଶିଷ୍ଟ ସଂଖ୍ୟା। ପ୍ରଥମେ ଆମେ କ'ଣ କରିବା? ଡାହାଣ ପଟୁ 3ଟି ଅଙ୍କ ଆସିବା ଏବଂ ଗୋଟେ କମା ଦେବା। ତାପରେ ପୁଣି 2ଟି ଅଙ୍କ ପରେ ଆସିକିନା ଗୋଟେ କମା ଦେଲେ ହଜାରକୁ ଯେଉଁଠି ଦେଖେଇବ, ତାପରେ ପୁଣି 2ଟି ଅଙ୍କ ପରେ ଗୋଟେ କମା ଦେବା। ଏବେ ଦେଖ ପ୍ରଥମ 3ଟି ହେଲା କ'ଣ, ଡାହାଣ ପଟୁ ଏମାନେ ଶହକୁ ଦେଖେଇବେ, ତାପରେ ତାପର 2ଟି ହଜାରକୁ, ତାପର 2ଟି ଲକ୍ଷକୁ ଏବଂ ତାପରେ କ'ଣ, ଯେତେ ବି ସଂଖ୍ୟା ଆସିବେ ସେମାନେ କୋଟିକୁ ଦେଖେଇବେ। ଏବେ ଆମେ ପଢ଼ିବା କ'ଣ, କୋଟି ସ୍ଥାନରେ କେତେ ଅଛି? 2 ଅଛି, ତେଣୁ ଆମେ ପଢ଼ିବା 2 କୋଟି 34 ଲକ୍ଷ
हजार स्थान केते अच्छे 5 अच्छी देखो 05 माने आम ताको पढ़िबा 5 तेणु एटा हबो 5000 तापरे 827 तेणु आमे कमा व्यवहार करी कौन संख्या को पढ़ी परिबा एवं एटा हमको सहज भी हम बड़ बड़ संख्या को आमे सहज रे पढ़ी परिबा।